ଜୟଗୁରୁ। ମଣିଷ ଜୀବନର ସବୁଠାରୁ ନିରାପଦ ଆଶ୍ରୟ ମାର କୋଳ, ମାର ହୃଦୟ। ଆଉ ସେଇ ମାର ହୃଦୟକୁ ଜୀବନର ଆଦର୍ଶ କରିବାକୁ ଶିଖାଇଥିଲେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର। ଆସନ୍ତୁ, ନାରୀର ନୀତିର ଆଉ ଗୋଟିଏ ଅମୂଲ୍ୟ ବାଣୀକୁ ଆମେ ହୃଦୟରେ ଧାରଣ କରିବା। ବାଣୀ ସଂଖ୍ୟା 2। ସେବା ଓ ସେବାର ଅପଳାପ। ଶ୍ରୀ ଠାକୁର କହୁଛନ୍ତି, ସେବା ମାନେ ତାହା ହିଁ ଯାହା ମଣିଷକୁ ସୁସ୍ଥ, ସ୍ୱସ୍ଥ, ଉନ୍ନତ ଓ ଆନନ୍ଦିତ କରି ତୋଳେ। ଆଉ ତାହା ହୁଏ ନାହିଁ ଅଥଚ ଶୁଶ୍ରୂଷା ଅଛି, ସେ ସେବା ଅପଳାପକୁ ହିଁ ଆବାହନ କରେ। ଶ୍ରୀ ଶ୍ରୀ ଠାକୁରଙ୍କ ଭାବଭକ୍ତିର ଆଲୋକରେ ଆମେ ବୁଝିବାକୁ ପାଉ, ସେବା ଏହି ଶବ୍ଦଟି ମାନବ ଜୀବନର ଏକ ମହାନ ଆଦର୍ଶ, ଏକ ଶୁଭ ସଂକଳ୍ପ, ଏକ ଉଜ୍ଜଳ ଆଚରଣ। କିନ୍ତୁ ସବୁ କାମକୁ ସେବା କୁହାଯାଏ ନାହିଁ ବନ୍ଧୁଗଣ। ଠାକୁରଙ୍କ ଭାବବାଣୀରେ ସେବାର ମାନଦଣ୍ଡ ସ୍ପଷ୍ଟ। ସେବା ମାନେ ତାହା ହିଁ ଯାହା ମଣିଷକୁ ସୁସ୍ଥ, ସ୍ୱସ୍ଥ, ଉନ୍ନତ ଓ ଆନନ୍ଦିତ କରି ତୋଳେ। ଯଦି କୌଣସି କାର୍ଯ୍ୟରେ ଦେଖିବାକୁ ହେଲେ ଶୁଶ୍ରୂଷା ଅଛି, ଯତ୍ନ ଅଛି, କିନ୍ତୁ ତାହାର ଫଳରେ ମଣିଷ ଅସୁସ୍ଥ, ଅନୁନ୍ନତ ଓ ଦୁଃଖିତ ହେଉଛି, ତେବେ ସେ କାର୍ଯ୍ୟ କୌଣସି ସେବା ହିଁ ନୁହେଁ, ସେ ହେଉଛି ସେବାର ଅପଳାପ। ଏହି ତତ୍ତ୍ୱକୁ ଯିଏ ନିଜ ଜୀବନରେ ଅନୁଷ୍ଠାନ କରି ଦେଖାଇଥିଲେ, ସେ ହେଲେ ଆମର ଠାକୁର ଅନୁକୂଳ ଚନ୍ଦ୍ର ଚକ୍ରବର୍ତ୍ତୀ, ଯିଏକି ଭକ୍ତମାନଙ୍କ ପାଖରେ ଶ୍ରୀ ଶ୍ରୀ ଠାକୁର ଭାବେ ପରିଚିତ। ତାଙ୍କର ଭାବନାରେ ସେବା କେବଳ ଦାନ କି ଖାଇବା ଦେବା, ଔଷଧ ଦେବା ବା କାହାକୁ ସାହାଯ୍ୟ କରିବା ମାତ୍ର ନୁହେଁ। ସେବା ହେଉଛି ଜୀବନକୁ ସଠିକ ଦିଗରେ ଗଢ଼ି ତୋଳିବାର ଏକ ସଚେତନ ଓ ଦାୟିତ୍ୱଶୀଳ ପ୍ରୟାସ। ସେବାର ସଠିକ ଅର୍ଥ କ'ଣ ଜାଣନ୍ତି ବନ୍ଧୁଗଣ? ଠାକୁରଙ୍କ ଭାବନାରେ ସେବାର 4ଟି ମୂଳ ଫଳ ଅଛି। ଗୋଟିଏ ହେଉଛି ସୁସ୍ଥତା, ଯାହା ସ୍ୱାଭାବିକ ଓ ସମତାମୟ ଅବସ୍ଥାକୁ କୁହାଯାଏ। ଆଉ ଗୋଟିଏ ହେଉଛି ସ୍ୱସ୍ଥତା, ଯାହା ସ୍ୱାଭାବିକ ଓ ସମତାମୟ ଅବସ୍ଥାକୁ କୁହାଯାଏ। ଆଉ ଗୋଟିଏ ହେଉଛି ଉନ୍ନତି, ଯାହା ଚରିତ୍ର, ବୁଦ୍ଧି ଓ ଆଦର୍ଶର ଉଦ୍ଧାରକୁ କୁହାଯାଏ। ଆଉ ଶେଷଟି ହେଉଛି ଆନନ୍ଦ, ଯାହା ହୃଦୟର ପ୍ରସନ୍ନତା ଓ ଶାନ୍ତିକୁ ବୁଝାଏ। ଯେଉଁ କାମରେ ଏହି 4ଟି ଫଳ ଦେଖାଯାଏ, ସେହି କାମ ହେଉଛି ଆମର ସତ୍ୟ ସେବା। ଉଦାହରଣ ସ୍ୱରୂପ, ଜଣେ ରୋଗୀକୁ ଔଷଧ ଦେବା ଏକ ପ୍ରକାର ଶୁଶ୍ରୂଷା। କିନ୍ତୁ ଯଦି ତାଙ୍କର ଜୀବନ, ଆଚରଣ ଓ ଆହାର ଭ୍ରାନ୍ତ ଥାଏ ଓ ତାହାକୁ ସଠିକ୍ କରାଯାଇପାରେ ନାହିଁ, ତେବେ ସେ ଆଉଥରେ ରୋଗୀ ତ ହେବେ ନିଶ୍ଚୟ। ତେଣୁ କେବଳ ଔଷଧ ଦେବା ଏଠାରେ ସେବା ନୁହେଁ, ତାଙ୍କୁ ସୁସ୍ଥ ଜୀବନଶୈଳୀରେ ପ୍ରେରିତ କରିବା ହିଁ ହେଉଛି ପୂର୍ଣ୍ଣ ସେବା। ଶ୍ରୀ ଶ୍ରୀ ଠାକୁର କହୁଥିଲେ, ସେବା ମାନେ ଇଷ୍ଟଙ୍କ ସହିତ ଯୁକ୍ତ କରାଇ ଉନ୍ନତି ଆଡ଼କୁ ତାକୁ ଟାଣି ଆଣିବା। ଅର୍ଥାତ୍ ସେବା ମାନେ ମଣିଷକୁ ତାଙ୍କର ଆଦର୍ଶ ଓ ଇଷ୍ଟ ସହ ଯୋଡ଼ି ତାଙ୍କ ଜୀବନକୁ ସୁଠାମ କରି ତୋଳିବା। ଏଠି ସେବାର ଅପଳାପ ମାନେ କ'ଣ ବନ୍ଧୁଗଣ ବୁଝୁଛନ୍ତି? ମୋ ମତରେ ଅପଳାପ ମାନେ ଭ୍ରମ, ବିକୃତି, ବିପର୍ଯ୍ୟୟ। ଯେତେବେଳେ ଆମେ ସେବାର ନାମରେ ଏମିତି କିଛି କରୁଅଛୁ ଯେଉଁଠି ମଣିଷ ଦୁର୍ବଳ, ଅନୁଶାସନହୀନ ବା ଅନୁନ୍ନତ ହେଇଯାଉଛି, ସେହି କାମ ସେବା ନୁହେଁ ବନ୍ଧୁଗଣ, ବରଂ ସେଇ ସେବାର ଅପଳାପ। ଆଉ ଗୋଟିଏ ଉଦାହରଣ ଦେବି।
ଅତ୍ୟଧିକ ଆଦର କରି ଶିଶୁକୁ ଅନୁଶାସନହୀନ କରିଦେବା, ଦୟାର ନାମରେ ଅଳସତାକୁ ପ୍ରୋତ୍ସାହନ ଦେବା, ଭଲ ପାଇବାର ନାମରେ ଅନୁଚିତ ଆଚରଣକୁ ତାକୁ ସମର୍ଥନ କରିବା, ଏହି ସବୁ ସେବା ଦେଖିବାକୁ ବାହାରୁ ସେବା ପରି ଲାଗୁଥାଏ, କିନ୍ତୁ ଫଳରେ ମଣିଷର କୌଣସି ଦିଗରୁ ଉନ୍ନତି ହୁଏ ନାହିଁ, ବରଂ ଅବନତି ଦେଖାଯାଏ। ତେଣୁ ଶ୍ରୀ ଠାକୁର ସଚେତନ କରି କହୁଥିଲେ, ଯାହା ଉନ୍ନତିକୁ ବାଧା ଦିଏ ସେ ସେବା ନୁହେଁ। ସେବା ହେଉଛି ଭାବ ଭକ୍ତି ସହିତ ଯେଉଁ ସେବା ହୁଏ। ଠାକୁରଙ୍କ ଶିକ୍ଷାରେ ସେବା ଭକ୍ତି ସହିତ ଅବିଭାଜ୍ୟ, ଅର୍ଥାତ୍ ଭକ୍ତି ଛଡ଼ା ସେବା ଶୂନ୍ୟ ଓ ଯାନ୍ତ୍ରିକ ହୋଇଯାଏ। ଭକ୍ତି ମାନେ ଅନ୍ତର ହୃଦୟରୁ ଭଲ ପାଇବା, ନିଷ୍ଠା ଓ ଆତ୍ମନିବେଦନ ସହ ପୂର୍ଣ୍ଣ ସମର୍ପିତ ହୋଇଯିବା। ଯେମିତି ଭକ୍ତ ସୁଦାମାଙ୍କ ପାଇଁ କୃଷ୍ଣଙ୍କର ସେହି ଆବିଳତାପୂର୍ଣ୍ଣ ଭଲ ପାଇବା, ଭକ୍ତ ଭଗବାନ ହୋଇଯାଏ, ଭଗବାନ ଭକ୍ତ ହୋଇଯାଆନ୍ତି। ଯଦି ଆମେ କେବଳ ଦାୟିତ୍ୱରେ କିଛି କରୁଛୁ କିନ୍ତୁ ହୃଦୟରେ ସ୍ନେହ ନାହିଁ, ସେଥିରେ ସେବାର ଆତ୍ମା ନାହିଁ। ଆଉ ଯଦି ଭଲ ପାଇବା ଅଛି କିନ୍ତୁ ବିବେକ ଓ ଦିଗ ନିର୍ଦ୍ଦେଶ କିଛି ନାହିଁ, ତେବେ ସେ ସେବା ଅନ୍ଧ ଭାବନାରେ ପରିଣତ ହୁଏ। ତେଣୁ ଶ୍ରୀ ଶ୍ରୀ ଠାକୁରଙ୍କ ଦୃଷ୍ଟିରେ ସେବାର 3ଟି ଆଧାରକୁ ମୁଖ୍ୟ କରି ଦେଖାଯାଇଛି। ଗୋଟିଏ ହେଉଛି ଭକ୍ତି, ଦ୍ୱିତୀୟଟି ହେଉଛି ବିବେକ ବା ମନ, ତୃତୀୟଟି ହେଉଛି କର୍ମ। ଏହି 3ଟି ମିଶିଲେ ସେବା ପୂର୍ଣ୍ଣତା ରୂପ ନିଏ। ଆମେ ଅନେକ ପରିବାରର ସେବା କରିଥାଉ ନା? ପରିବାର ସେବାର ପ୍ରଥମ କ୍ଷେତ୍ର ହେଉଛି ମାତା ପିତାଙ୍କର ସେବା, ଗୁରୁ ଗୁରୁଜନଙ୍କର ସେବା, ସନ୍ତାନଙ୍କର ସେବା। ଏସବୁ ମାନବ ଧର୍ମର ଅଂଶ। କିନ୍ତୁ ଶ୍ରୀ ଶ୍ରୀ ଠାକୁର କହୁଥିଲେ, ଅତିରିକ୍ତ ସ୍ନେହ ଅନର୍ଥର ମୂଳ। ତା ବିଶେଷ କରି ଯଦି ମାତା ପିତା ସନ୍ତାନକୁ ଭଲ ପାଇବାର ନାମରେ ତାଙ୍କ ଅନୁଚିତ ଆଚରଣ ଗୁଡ଼ିକୁ ଅଣଦେଖା କରି ମାନି ନେଉଛନ୍ତି, ତେବେ ସେ ହେଉଛି ସେବାର ଅପଳାପ। ସତ୍ୟ ସେବା ମାନେ ଭଲ ଆଦର୍ଶ ଦେବା, ନୀତି ଓ ଶୃଙ୍ଖଳା ଶିଖାଇବା, ଉନ୍ନତ ଚରିତ୍ର ଗଢ଼ି ତୋଳିବା, ଯାହା ସମାଜର ସେବାରେ ଲାଗେ। ସମାଜର ସେବା କେବଳ ଦାନ ଧର୍ମରେ ନୁହେଁ ବନ୍ଧୁଗଣ। ଠାକୁରଙ୍କ ଦୃଷ୍ଟିରେ ସମାଜର ସେବା ମାନେ ମଣିଷକୁ କାର୍ଯ୍ୟଦକ୍ଷ କରି ତୋଳିବା, ନୀତିମାନ ଓ ଆତ୍ମନିର୍ଭର କରି ତୋଳିବା। ଯଦି ଆମେ କାହାକୁ ଦାନ ଦେଇ ତାଙ୍କୁ ନିର୍ଭରଶୀଳ କରି ତୋଳୁଛୁ, ତେବେ ତାଙ୍କର ସ୍ୱାଭିମାନ ହ୍ରାସ ପାଉଛି। ଏହା ସେବା ନୁହେଁ। ସେବା ହେଉଛି ତାଙ୍କୁ କାମ ଶିଖାଇ ସ୍ୱାବଲମ୍ବୀ କରି ତୋଳିବା, ତାଙ୍କୁ ରୋଜଗାରକ୍ଷମ କରି ତୋଳିବା, ଯେପରି ସେ ସବୁଦିନ ପାଇଁ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବେ। ଠାକୁରଙ୍କ ଆଶ୍ରମ ଜୀବନରେ କାର୍ଯ୍ୟ, ଶୃଙ୍ଖଳା ଓ ସାଧନାକୁ ଏକ ସାଥିରେ ଗୁରୁତ୍ୱ ଦିଆଯାଉଥିଲା। ସେଠାରେ ସେବା ମାନେ ହାତର କାମ, ମନର ନିଷ୍ଠା ଓ ଇଷ୍ଟ ସ୍ମରଣର ସମନ୍ୱୟକୁ ନେଇ ଗଢ଼ାଯାଉଥିଲା। ଆତ୍ମସେବା ହେଉଛି ସେବାର ମୂଳ ଆଧାର। ଶ୍ରୀ ଠାକୁରଙ୍କ ମତରେ, ନିଜେ ସୁସ୍ଥ ରୁହ, ତାହେଲେ ଅନ୍ୟକୁ ସୁସ୍ଥ କରିପାରିବ। ନିଜେ ନିଜର ଶରୀର, ମନ ଓ ଚରିତ୍ରକୁ ଶୁଭ ରଖିବା ହିଁ ପ୍ରଥମ ସେବା। ଯଦି ଆମେ ନିଜେ ଅନୁଶାସନହୀନ ହୋଇ ଚଳିବା, ରୋଗୀ ଓ ଅଶାନ୍ତ ହୃଦୟ ନେଇ ବସିବା, ତେବେ ଆମର ସେବା ଅନ୍ୟକୁ ଶକ୍ତି ଦେବ କିପରି? ତେଣୁ ସଦାଚାର ପାଳନର ବିଧି ଶ୍ରୀ ଠାକୁର ଅତି ସହଜ ସରଳ ଭାବରେ ବୁଝାଇ କହିଛନ୍ତି, ଯାହା ଆମର ଏକ ସ୍ୱାସ୍ଥ୍ୟ ସଦାଚାର ସୂତ୍ରର ପ୍ରତ୍ୟେକ ବାଣୀ ନୂଆ ଭାବରେ ନେଇ ଆସୁଛୁ। ପ୍ଲେଲିଷ୍ଟରେ ମଧ୍ୟ ମିଳିଯିବ, ଆପଣମାନେ ଯାଇ ଦେଖିପାରନ୍ତି, ଶୁଣିପାରନ୍ତି। ସଦାଚାର ପାଳନର ବିଧି କେତେ ଆମ ପାଇଁ ପ୍ରୟୋଜନ, ତା ଅଧିକ ଆମକୁ ସାହାଯ୍ୟ କରେ ସାଧନାର ଦିଗରେ। ନିୟମିତ ସାଧନା,
ସଠିକ୍ ଆହାର ଓ ଆଚରଣ ଦେଇ। ଏସବୁ ହେଉଛି ଆତ୍ମସେବା, ଯାହା ସମସ୍ତ ସେବାର ଭିତ୍ତିଭୂମି। ସେବା ଓ ଇଷ୍ଟପ୍ରାଣତା ଦିଗରେ ଠାକୁରଙ୍କ ଶିକ୍ଷା ଅତି ଗୁରୁତ୍ୱପୂର୍ଣ୍ଣ। ଯେ କାମ ଇଷ୍ଟଙ୍କ ସହିତ ଯୋଡ଼ି ହୋଇଯାଏ ସେ କାମ ଶୁଭ ଓ ଶକ୍ତିଦାୟକ ମନେ ହୁଏ। ସେବା ଯଦି ଇଷ୍ଟନିଷ୍ଠା ସହ ଯୁକ୍ତ ହୁଏ ତେବେ ସେଠାରେ ଅହଙ୍କାର ନଥାଏ। ଯଦି ସେବାରେ ମୁଁ କରୁଛି ବୋଲି ଭାବନା ଆସେ ତେବେ ସେବା ସେଠି ଦୂଷିତ ହୋଇଯାଏ, ଅପଳାପ ମନେ ହୁଏ। ସତ୍ୟ ସେବାର ଭାବ ହେଉଛି ଠାକୁରଙ୍କ କୃପାରେ ମୁଁ ସେବାର ସୁଯୋଗ ପାଇଛି ମନେ ହୁଏ। ସେବା ହେଉଛି ମଣିଷତ୍ୱର ପ୍ରାଣ, କିନ୍ତୁ ସେବାର ନାମରେ ଯଦି ଅନୁନ୍ନତି, ଅସୁସ୍ଥତା ଓ ଆନନ୍ଦହୀନତା ବଢ଼ିଯାଏ ତେବେ ସେହି ସେବା ଅପଳାପରେ ପରିଣତ ହୁଏ। ଠାକୁରଙ୍କ ଭାବଭକ୍ତି ଆମକୁ ଶିଖାଏ ସେବା କର କିନ୍ତୁ ବିବେକର ସହିତ, ଭଲ ପାଅ କିନ୍ତୁ ଉନ୍ନତିର ଦିଗରେ, ସାହାଯ୍ୟ କର କିନ୍ତୁ ସ୍ୱାବଲମ୍ବନ କରିଦିଅ। ସେବା ମାନେ କେବଳ ଦେବା ନୁହେଁ, ସେବା ମାନେ ଜୀବନକୁ ଉନ୍ନତ କରି ତୋଳିବା। ଯେଉଁଠି ସୁସ୍ଥତା, ଯେଉଁଠି ସ୍ୱସ୍ଥତା, ଯେଉଁଠି ଉନ୍ନତି ଓ ଆନନ୍ଦ ଅଛି ସେଠି ସତ୍ୟ ସେବା। ଯେଉଁଠି ଏହା ନାହିଁ ସେଠି ସେବାର ଅପଳାପ। ଠାକୁରଙ୍କ ଭାବରେ ଆମେ ଏହି ପ୍ରାର୍ଥନା କରିପାରିବୁ, ହେ ପ୍ରଭୁ, ମୋତେ ଏମିତି ସେବାର ଯୋଗ୍ୟ କର ଯେଉଁଥିରେ ତୁମର ଇଚ୍ଛା ପୂରଣ ହେଉ, ଜଗତର ମଙ୍ଗଳ ହେଉ, ଜଗତର ଉନ୍ନତି ହେଉ ଓ ଜୀବନ ଆମର ଆନନ୍ଦମୟ ହେଉ। ଏହି ଭାବରେ ଯେତେବେଳେ ସେବା କରାଯାଏ ସେତେବେଳେ ସେବା ଅପଳାପ ନୁହେଁ ବନ୍ଧୁଗଣ, ସେହି ସେବା ହୁଏ ଧର୍ମ, ସାଧନା ଓ ମୋକ୍ଷର ପଥ। ହଁ ବନ୍ଧୁଗଣ, ଆଜିର ନାରୀର ନୀତିର ଦ୍ୱିତୀୟ ଏପିସୋଡ଼ ଆପଣମାନଙ୍କୁ ଭଲ ଲାଗିଥିଲେ ଗୋଟିଏ ଲାଇକ୍ଟିଏ କରନ୍ତୁ, କମେଣ୍ଟ ସେକ୍ସନରେ ଜୟଗୁରୁ ଲେଖି ନିଶ୍ଚୟ ଜଣାନ୍ତୁ। ଆଉ ଏପର୍ଯ୍ୟନ୍ତ ଯେଉଁ ଭାଇମାନେ, ମାଆମାନେ ଆମର ଏଇ ଛୋଟିଆ ପ୍ରୟାସ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଶୀଘ୍ର ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନର ଅଲ୍କୁ ପ୍ରେସ୍ କରନ୍ତୁ, ତାକି ସବୁଦିନେ ଠିକ୍ ଏହି ସମୟରେ ଆପଣ ଏଇଭଳି ଆତ୍ମିକ କଥା ଶୁଣିବାର ସୁଯୋଗ ପାଇବେ। କାଲି ଦେଖା ହେବ ଏହି ସମୟରେ। ସେ ପର୍ଯ୍ୟନ୍ତ ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମମ୍।